ପାଠ ପଢ଼ିବା ଷ୍ଟାର୍ଟିଂ କରୁଛି ସେ ଖାଇନା ସେମିତି ହିଁ ସେ ଗୋଟେ ଲୋକ ସ୍ୱାଗତ କରୁଛି। ମୁଁ ଏଇନା ଘରେ ଅଛି ଏଠିଆ, ଘରେ କେହି ନାହାନ୍ତି ସବୁ। ମୁଁ ଏଇନା ମୋ ରୁମ୍ରେ ଅଛି, ତ ଚାଲ ଯିବା। ଘରେ କେହି ନାହାନ୍ତି ହେଲା। ମା ଯାଇଛି କାମ କରିବାକୁ, ବାପା ଯାଇଛି ବଳଦ ବାନ୍ଧିବାକୁ ଯାଇଥିଲା, ସେ କିନ୍ତୁ ଆସିନି। ତ ମୋତେ ଲାଗୁଛି ସେ ବଳଦ ଚରୁଥିବ, ମୁଁ ଏକା ଅଛି ଘରେ ଏଇନା। ଚାଲନ୍ତୁ ଦେଖେଇବି ମୁଁ ଆଜି କ'ଣ ରୋଷେଇ କରିଛି, ଦେଖେଇବି ଚାଲ। ମା ବି ସେଇଟା ଖାଇନି, ବାପା ସହିତ ଆମେ 2 ଜଣ ଖାଉଛୁ। ଆମ ଘରେ 3 ଜଣ ରହୁଛୁ, ତ ଚାଲ ଦେଖେଇବି। ରୋଷେଇ ଘରକୁ ଯିବା ଚାଲ। ଦେଖନ୍ତୁ ମୁଁ ଏଠି ରୋଷେଇ କରୁଛି ଶାଗ ହେଲା। ବାପା ସହିତ ଆମେ 2 ଜଣ ହିଁ ଖାଇଥିଲୁ। ମା ଖାଇନି, ସେ ଖାଇନି ସେମିତି ହିଁ ସେ ପଳେଇଛି ହେଲା। ମାନେ ତରକାରୀ ସେ ଖାଇନି, ଖାଲି ଭାତ ନେଇକିନା ସେ ପଳେଇଛି। ତ ଆମେ 2 ଜଣ ଏଇନା ଘରେ ଅଛୁ। 2 ଜଣ କହିଲେ ବାପା ଏବେ ନାହିଁ ଘରେ, ତ ମୁଁ ଏକା ଅଛି ନା। ଦେଖନ୍ତୁ ତ ମୁଁ ଏଇଠି ଶୁଏ, ମୁଁ ତଳେ ଶୁଏ। ତ ଦେଖନ୍ତୁ ଏଇଠି ପାଠ ପଢ଼େ ହେଲା, ଏଇଠି ପାଠ ପଢ଼େ। ଏଇଠି ଚେୟାରଟା ଭଲ ଚେୟାର ଥିଲା, ମୁଁ ନଦୀ ହେଇ ଭାଙ୍ଗିଦେଲି ଟୋଟାଲି ପୁରା। ଚେୟାର ପଛପଟଟା ଭାଙ୍ଗି ଦେଇଛି। ତ ମୁଁ ମୁଁ ଦେଖୁଛି କି ମୋ ମା ଯେହେତୁ ମୋ ପାଇଁ, ମାନେ ମୋ ପାଇଁ ତ କହିବିନି, ତ ସିଏ କାମ କରିବାକୁ ରାତି 3ଟାରୁ, ମାନେ 3ଟାରେ ଉଠୁଛି, ଘର କାମ କରୁଛି। ତାପରେ ସକାଳେ 6ଟାରୁ ସେ କାମ କରତେ ପଳାଉଛି। ମୋତେ ମୋତେ ଦେଖିକି ସେଇଟା ତ ଖୁସି କହିବିନି, ଯେହେତୁ ସିଏ ଆମ ପାଇଁ ଏତେ କଷ୍ଟ କରୁଛି ସିଏ। ତ ଦେଖନ୍ତୁ ମୋ ମା ଉଠିକିନା ଏତେ ଘର କାମ କରି, ସିଏ ଏତେ ସବୁ କରିକିନା ସେ କାମ କରତେ ପଳାଉଛି। ମୁଁ ମୋର ଉଠିକିନା ମୁଁ ରୋଷେଇ ଫୋଷେଇ କରେ, ମାନେ ରୋଷେଇ ଫୋଷେଇ କରିକିନା ମୁଁ ଏକା ରୁହେ ଘରେ। ତ ବାପା ବି ବଳଦ ଚରାଇବାକୁ ପଡ଼େ, କାମ ଫାମ ଯଦି କୋଉଠି ହେଲା ତ ମୁଁ କାମ କରିବାକୁ ଯାଏ। ତ ଯେହେତୁ ମୁଁ ଘରେ ଅଛି ନା, ତ ଖାଲି ଏଠି ଶୋଇଲେ ହେବନି। ଏଇଟା ମୋ ଟେବୁଲଟା, ମୁଁ ଏଠି ପାଠ ପଢ଼େ। ତ ଚାଲ, ମୁଁ ସବୁ ଏଠି ବନେଇ ଦେଇଛି ହେଲା। ପାଠ ପଢ଼ିବି ବୋଲି ସବୁ ବନେଇ ଦେଇଛି। ଆଉ ୟୁଟ୍ୟୁବ୍ କରିବି ବୋଲି ପୁରା ମାଇକ୍ ଫାଇକ୍ ଆଣିକି ସବୁ ରେଡ଼ି କରିଦେଇଛି ଦେଖନ୍ତୁ। ହେଲେ ସବୁ ବହି ଖାତା ଏଠି ଅଛି, ହେଲେ କିନ୍ତୁ ମୁଁ ପାଠ ପଢ଼ୁନି। ତ ମୋତେ ଏଇଟା ଲାଗିଲା କି ମୋ ପାଇଁ ଯଦି ମୋ ମା ମାନେ ରାତି 3ଟାରୁ ଉଠିକିନା କାମ କରିକି ସେ 6ଟାରୁ କାମ କରତେ ପଳଉଛି, ତ ମୁଁ ତାଙ୍କ ପାଇଁ ପାଠ ପଢ଼ି ପାରିବିନି କାହିଁକି? ସେମାନେ ମୋ ପାଇଁ ଏତେ କଷ୍ଟ କରୁଛନ୍ତି। ଗୋଟେ ଲୋକ, ହଁ ଆଜି ସିନା ଅଛି, ବାପା ମା ଅଛନ୍ତି, କାମ କରୁଛନ୍ତି, ଖାଇବାକୁ ଦେଉଛନ୍ତି, କିଛି ବି ହଉ ସେମାନେ ସବୁ କିଛି ଦେଇ ଦେଉଛନ୍ତି। ଗୋଟେ ଟାଇମ୍ ଆସିବ ସେମାନେ ନଥିବେ, ମୁଁ ଥିବି, ତ ସେତେବେଳେ କିଛି ବି ଦେଇପାରିବି ନାହିଁ। ସେମାନେ ଥିବେ ହେଲେ ବି ମୁଁ ଯଦି କିଛି କରିବି ହିଁ ନଥିବି, ତ ତାକୁ କ'ଣ ଦେବି ଖାଇବାକୁ? ତ ସେଇଟା ହିଁ। ଆଉ ମା ବାପାକୁ କଷ୍ଟ ଦେଖିକିନା ମୁଁ ପାଠ ପଢ଼ିବା ଷ୍ଟାର୍ଟିଂ କରୁଛି। ଆଉ ଏଇଟା ବି ଗୋଟେ ମୋର ସ୍ୱପ୍ନ ଅଛି କି ହଁ ମୁଁ ୟୁଟ୍ୟୁବ୍ କରିବି। ମୋର ବି ୟୁଟ୍ୟୁବ୍ କରିବାର ସ୍ୱପ୍ନ ଅଛି। ମୁଁ ବି ୟୁଟ୍ୟୁବ୍ ଚ୍ୟାନେଲ୍ରେ, ତ ମୁଁ ବି ୟୁଟ୍ୟୁବ୍ କରିବାର ସ୍ୱପ୍ନ ଅଛି। ମୋ ଡ୍ରିମ୍ ହେଉଛି ୟୁଟ୍ୟୁବ୍। ମୁଁ ୟୁଟ୍ୟୁବ୍ ଷ୍ଟାର୍ଟିଂ କରିଛି। ବାପା ମାଆଙ୍କର ଇଚ୍ଛା ଅଛି କ'ଣ କି ହଁ ପୁଅଟା ଗୋଟେ ଭଲ ଟିକେ ପାଠ ପଢ଼ୁ, ହଁ ଟିକେ ଭଲସେ ଚାକିରି କରୁ, ଏଇଟା ହିଁ। ତ ମୋ ପାଇଁ ଯେହେତୁ ମୋ ବାପା ମାଆ ଏତେ କଷ୍ଟ କରୁଛନ୍ତି, ମୁଁ ତାଙ୍କ ପାଇଁ ସବୁ କରିବାର ଅଛି। ଟାଇମ୍ ଅଛି, ଟାଇମ୍ ଏଇନା ହେଇଛି କହୁଛି। ଦେଖନ୍ତୁ ଟାଇମ୍ ହେଇଛି, ଦେଖାଯାଉନି ତ 12ଟା ପାଖାପାଖି ହେଇଯାଇଛି। ତ ଦେଖନ୍ତୁ ମାନେ ଏଇନା ଦିନ ବେଳେ ଘରେ କେହି ନାହାନ୍ତି। ଏଇନା ଯଦି ମୁଁ ପାଠ ପଢ଼ିବିନି ତ ଆଗକୁ ମୁଁ କିଛି ବି କରିପାରିବିନି। ଏଇଟା ଗୋଟେ କଥା। ତ ୟୁଟ୍ୟୁବ୍ରେ ବି ତ ନିହାତି ପାଠ ପଢ଼ିବା ଦରକାର। ବାପା ମାଆଙ୍କ କଷ୍ଟରେ ତ କେତେ ଦିନ ରହିବାର ରହିବ। ତ ଚାଲ ସେଇଟା ହିଁ ମୁଁ କହିବି। ଆପଣମାନେ ମୋତେ ସପୋର୍ଟ କରନ୍ତୁ। ମୁଁ ଡେଲି ଆପଣମାନେ ମୋତେ ସପୋର୍ଟ କରନ୍ତୁ। ମୁଁ ଭିଡ଼ିଓ ଡେଲି ଆଣିବା ପାଇଁ ଆପଣମାନେ ମୋତେ ସପୋର୍ଟ କରନ୍ତୁ। ଆପଣଙ୍କର ଗୋଟେ ଲାଇକ୍ ମୋତେ, ମାନେ ମୋ ବାପା ମାଆ କଷ୍ଟ ଦେଖିକିନା ମୋତେ ମୋଟିଭେସନ୍ ମିଳିବ କି ମୁଁ ପାଠ ପଢ଼ିବି, ୟୁଟ୍ୟୁବ୍ରେ ଛାଡ଼ିବି ଭିଡ଼ିଓ। ୟୁଟ୍ୟୁବ୍ ପାଇଁ ଡ୍ରିମ୍ ସ୍ୱପ୍ନ ଦେଖିଥିବା ବାପା ମାଆଙ୍କର ସ୍ୱପ୍ନ ହେଉଛି ହଁ ପୁଅ ଭଲ ଟିକେ ପାଠ ପଢ଼, ଭଲ ଟିକେ କିଛି ଗୋଟେ କରୁ। ଏଇଟା ହିଁ ସେମାନେ ଚାହାନ୍ତି କି ନିଜ ଗୋଡ଼ରେ ନିଜେ ଛିଡ଼ା ହଉ। ତ ଦିନ ବେଳେ ଭାତ ଖାଇକି
ସେମାନେ ଯେହେତୁ ଅଛନ୍ତି ସେମାନେ ଭାତ ଖାଇକି ଶୋଇବାଟା ହିଁ ଭଲ ନୁହଁ। ତ ହଁ ଫାଙ୍କା ଟାଇମ୍ ପଡ଼ିଲା ପାଠ ପଢ଼, ସବୁକିଛି କର। ଏଣ୍ଡ ଦ ମୁମେଣ୍ଟରେ ସେମାନେ ବି ନଥିବେ, ସେମାନେ ଚାଲିଯିବେ। ତ ସେମାନେ ଯାହା ବି ନା କରୁଛନ୍ତି ଆମ ପାଇଁ ସେଇଟା ହିଁ ବହୁତ ବଡ଼ କଥା। ଯେହେତୁ ଆପଣମାନଙ୍କ ସପୋର୍ଟ ଆପଣମାନେ ଆପଣମାନେ ମୋତେ ଟିକେ ସପୋର୍ଟ କରନ୍ତୁ କି ମୋ ବାପା ମାନେ ଯେମିତି କାମ କରୁଛନ୍ତି କି ରାତି 3ଟାରୁ ହଁ ଉଠିକିନା ମାଆ କାମ କରୁଛି, ବାପା ଏପଟ ସେପଟ ପଳାଉଛି। ବାପା ଏଇନା ଅଛି ବୋଲି ସେ କରୁଛି ସିନା, ଯେତେବେଳେ ସେ ନଥିବ କିଏ କରିବ? ସେଇଟା ହିଁ ତ ମୋତେ ବି ଦୁଃଖ ଲାଗେ କି ମୋ ବାପା ମାଆ ଏତେ କଷ୍ଟ କରୁଛନ୍ତି ମୋ ପାଇଁ ବୋଲି। ତ ଚାଲ ଆପଣମାନେ ମୋତେ ଟିକେ ସପୋର୍ଟ କରନ୍ତୁ। ଆପଣମାନେ ମୋତେ ଯଦି ସପୋର୍ଟ କରିବେ ତାହେଲେ ମୁଁ ଆଗକୁ ଆଗକୁ ଯିବି। ତ ଚାଲ ସେଇଟା ହିଁ। ଭିଡ଼ିଓ ଯଦି ଭଲ ଲାଗୁଛି ଲାଇକ୍ କରନ୍ତୁ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରନ୍ତୁ। ଦେଖା ହବ ଆଉ ଗୋଟେ ବ୍ଲଗ୍ରେ। ବାପା ମାଆଙ୍କର ଇଚ୍ଛା ଅଛି କ'ଣ କି ହଁ ପୁଅଟା ଗୋଟେ ଭଲ ଟିକେ ପାଠ ପଢ଼ୁ, ହଁ ଟିକେ ଭଲସେ ଚାକିରି କରୁ, ଏଇଟା ହିଁ। ତ ମୋ ପାଇଁ ଯେହେତୁ ମୋ ବାପା ମାଆ ଏତେ କଷ୍ଟ କରୁଛନ୍ତି, ମୁଁ ତାଙ୍କ ପାଇଁ ସବୁ କରିବାର ଅଛି। ଟାଇମ୍ ଅଛି, ଟାଇମ୍ ଏଇନା ହେଇଛି କହୁଛି ଦେଖନ୍ତୁ ଟାଇମ୍ ହେଇଛି ଦେଖାଯାଉନି ତ 12ଟା ପାଖାପାଖି ହେଇଯାଇଛି। ତ ଦେଖନ୍ତୁ ମାନେ ଏଇନା ଦିନ ବେଳେ ଘରେ କେହି ନାହାନ୍ତି। ଏଇନା ଯଦି ମୁଁ ପାଠ ପଢ଼ିବିନି ତ ଆଗକୁ ମୁଁ କିଛି ବି କରିବି। ନିହାତି ପାଠ ପଢ଼ିବା ଦରକାର। ବାପା ମାଆଙ୍କ କଷ୍ଟରେ ତ କେତେ ଦିନ ରହିବାର ରହିବି। ତ ଚାଲ ସେଇଟା ହିଁ ମୁଁ କହିବି। ଆପଣମାନେ ମୋତେ ସପୋର୍ଟ କରନ୍ତୁ, ମୁଁ ଭିଡ଼ିଓ ଡେଲି ଆଣିବା ପାଇଁ। ଆପଣମାନେ ମୋତେ ସପୋର୍ଟ କରନ୍ତୁ। ଆପଣଙ୍କର ଗୋଟେ ଲାଇକ୍ ମୋତେ ମାନେ ମୋ ବାପା ମାଆ କଷ୍ଟ ଦେଖିକିନା ମୋତେ ମୋଟିଭେସନ୍ ମିଳିବ କି ମୁଁ ପାଠ ପଢ଼ିବି, ୟୁଟ୍ୟୁବରେ ଛାଡ଼ିବି ଭିଡ଼ିଓ। ୟୁଟ୍ୟୁବ ପାଇଁ ଡ୍ରିମ୍ ସ୍ୱପ୍ନ ଦେଖିଥିବା ବାପା ମାଆଙ୍କର ସ୍ୱପ୍ନ ହେଉଛି ହଁ ପୁଅ ଭଲ ଟିକେ ପାଠ ପଢ଼ୁ, ଭଲ ଟିକେ କିଛି ଗୋଟେ କରୁ। ଏଇଟା ହିଁ ସେମାନେ ଚାହାନ୍ତି କି ନିଜ ଗୋଡ଼ରେ ନିଜେ ଛିଡ଼ା ହଉ। ତ ଦିନ ବେଳେ ଭାତ ଖାଇକି ସେମାନେ ଯେହେତୁ ଅଛନ୍ତି ସେମାନେ ଭାତ ଖାଇକି ଶୋଇବାଟା ହିଁ ଭଲ ନୁହଁ। ତ ହଁ ଫାଙ୍କା ଟାଇମ୍ ପଡ଼ିଲା ପାଠ ପଢ଼, ସବୁକିଛି କର। ଏଣ୍ଡ ଦ ମୁମେଣ୍ଟରେ ସେମାନେ ବି ନଥିବେ, ସେମାନେ ଚାଲିଯିବେ। ତ ସେମାନେ ଯାହା ବି ନା କରୁଛନ୍ତି ଆମ ପାଇଁ ସେଇଟା ହିଁ ବହୁତ ବଡ଼। ମୋତେ ଟିକେ ସପୋର୍ଟ କରନ୍ତୁ କି ମୋ ବାପା ମାନେ ଯେମିତି କାମ କରୁଛନ୍ତି କି ରାତି 3ଟାରୁ ହଁ ଉଠିକିନା ମାଆ କାମ କରୁଛି, ବାପା ଏପଟ ସେପଟ ପଳାଉଛି। ବାପା ଏଇନା ଅଛି ବୋଲି ସେ କରୁଛି ସିନା, ଯେତେବେଳେ ସେ ନଥିବ କିଏ କରିବ? ସେଇଟା ହିଁ ତ ମୋତେ ବି ଦୁଃଖ ଲାଗେ କି ମୋ ବାପା ମାଆ ଏତେ କଷ୍ଟ କରୁଛନ୍ତି ମୋ ପାଇଁ ବୋଲି। ତ ଚାଲ ଆପଣମାନେ ମୋତେ ଟିକେ ସପୋର୍ଟ କରନ୍ତୁ। ଆପଣମାନେ ମୋତେ ଯଦି ସପୋର୍ଟ କରିବେ ତାହେଲେ ମୁଁ ଆଗକୁ ଆଗକୁ ଯିବି। ତ ଚାଲ ସେଇଟା ହିଁ। ଭିଡ଼ିଓ ଯଦି ଭଲ ଲାଗୁଛି ଲାଇକ୍ କରନ୍ତୁ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରନ୍ତୁ। ଦେଖା ହବ ଆଉ ଗୋଟେ ବ୍ଲଗ୍ରେ।